जय हिंद, वंदे मातरम। जनगण मन अधिनायक जय हे, भारत भाग्य विधाता। यही पुण्यभूमि भारतर भाग्य विधाता किए? से भाग्य विधाता होचंती महाशून्यस्थ जो अदृश्य सत्ता, अदृश्य ज्योति, जहाँ को आमे सर्वशक्तिमान बोली कहूछु, से सर्वशक्तिमान को किए को नाम रे संबोधन करुची? से होची भारत भाग्य विधाता। ते भारत शब्द अर्थ होची विश्व। एठी गोटे कथा कहवा को पड़ो, पृथ्वी भाग्य विधाता। भा कहले ज्ञान, जो साहित्यिक माने बा शब्द व्यवहार करिसंती, भारत शब्दर अर्थ जहाँ करिसंती से गोटे देश को से बुझौनी। भा कहले ज्ञान, ज्ञानटा कौ देश रे नाही। मनीष जोटी अच्छी ज्ञान सेठी अच्छी, मनीषर मस्तिष्क जोटी अच्छी ज्ञान तार भीतर अच्छी। आज जिते प्रकार नुआ नुआ उद्भावन होउची, आपण माने शुणिले बा केतक देखिथिबे, केतक शुणिथिबे, से उद्भावन को देखिले आपण माने जानिबे जे आज पृथ्वी को अवस्था रे पहुंची। किंतु आमे केवल केतक गोष्ठी खाली से सत्य त्रेतया द्वापर कली एमती गुड़े कहूँ। भागवत लिखा होता द्वापर जुगरे, रामायण लिखा होता त्रेतया जुगरे, किंतु प्रकृत रे ये पृथ्वी पृष्ठ रे केते प्रलय आसीची, केते खंड प्रलय मध्य आसीची, केते युद्ध हेइची, केते मृत्युर विभीषिका मध्य घटीची। एमिति आमे कही परिबा नहीं जे सत्य ए दिन ठारू ए दिन पर्यंत सत्य। आमको बुझेवा पई हमर पंडित माने हमको बुझेई देइचंती। आमे से कथा को आमे खंडन करि परिबोनी कि सेई कथा रहि परिबोनी। से बुझेई देइचंती सत्य अमुक दिन जन्म नेले, ते अमुक दिन, किंतु तारी भी से गोटे आमको बुझेला भली कही देइचंती। से सत्य हो पारे बा विचार हो पारे। महाजन जेन गतस्य पंथा, महाजन मान कथा को आमको सम्मान देवा पड़ो। असम्मान करवाटा नितांत मूर्खामीर परिचय। किंतु आपण मान को बलिया मनरे भाविबा को केतोटी प्रश्न पचारुछि। से प्रश्न गुड़िक उत्तर आप निजे स्थिर करेंगे। मनीष को सृष्टि कला किए? मनीष गोटे एमटिया जीव ही जन्म हम
ତାର ପରିକଳ୍ପନା କିଏ କରିଥିଲା? ଏ ନକ୍ସାଟା ଜୀବନ ନକ୍ସା ଆମ ଇଞ୍ଜିନିୟର ମାନେ ଘରର ନକ୍ସା, ପୋଲର ନକ୍ସା, ରାସ୍ତାର ନକ୍ସା ସବୁ ଦେଉଛନ୍ତି, କିନ୍ତୁ ଜୀବନ ନକ୍ସାକୁ କିଏ କଳ୍ପନା କରିଥିଲା? ଯିଏ କଳ୍ପନା କରିଥିଲେ ସେଇଆଙ୍କୁ କୁହାଗଲା ବ୍ରହ୍ମା। ବ୍ରହ୍ମା କେଉଁଠି ଅଛନ୍ତି ନାହାନ୍ତି ଆମେ ତାଙ୍କୁ ଖୋଜିବା ନ ଖୋଜିବା ସେ ଅଲଗା କଥା, କିନ୍ତୁ ଯିଏ ମାନେ ଉଦ୍ଭାବନ କଲେ ଯେ ମଣିଷ ଜୀବନକୁ କିଏ ତିଆରି କରିଛି, ପଶୁ ପକ୍ଷୀ କୀଟ ପତଙ୍ଗ ଆଦି ସରୀସୃପଙ୍କୁ କିଏ ତିଆରି କରିଛି, ଏତେ ନକ୍ସା ସେ କେଉଁଠୁ ପାଇଲେ, ଏତେ ନକ୍ସା କେମିତି ଉଦ୍ଭାବନ ହେଲା, ଏବଂ ସିଏ ନକ୍ସାକୁ ଯିଏ ପାଇଲେ ସିଏ ଯଦି ହେଲେ ବ୍ରହ୍ମା, ସେ ନକ୍ସାକୁ ଯିଏ କାର୍ଯ୍ୟକାରୀ କଲେ ଯେ ଏମିତି ହେବ, ଯେମିତି ଘର ବାଡ଼ି ହେଲା ଭଳିଆ ଯିଏ କଲେ ତାଙ୍କର ନାଁ ବିଷ୍ଣୁ। ଏବଂ ଘରର ରିପେୟାରିଂ କରିବା, ଯେମିତି ଗୋଟେ ପୁରୁଣା ଘରକୁ ପୁଣି ନୂଆ କରିବା, ଟିକେ ତାକୁ ବାଗେଇବା, ଏଇ କଥା ତାକୁ ଭାବିଦେଲେ ସେ ହେଉଛନ୍ତି ଶିବ। ତେଣୁ ପୁରୁଣା ଜିନିଷକୁ ଯେ ନୂଆ କରିପାରେ ସେ ହେଉଛନ୍ତି ମଙ୍ଗଳମୟ ଶିବ। ତେଣୁ ଭାରତ କହିଲେ ସମଗ୍ର ବିଶ୍ୱ ହିଁ ଭାରତ। ଆମେ ଯଦି କହିବା ଭାରତ ତାହେଲେ ସମଗ୍ର ବିଶ୍ୱକୁ ବୁଝାଉଛି। ଆମର ଏଇ ଶଶାଗରା ଧରା ଧରିତ୍ରୀ ଏ ସମ୍ପୂର୍ଣ୍ଣ ଭାବରେ ଭାରତ। ବିଜ୍ଞାନକୁ ଭାରତବର୍ଷ ଅନୁମୋଦିତ କରିଛି ଏ କଥା କହିଲେ ଅଡ଼ୁଆ ଲାଗେ, କିନ୍ତୁ ଭାରତୀୟ ବିଜ୍ଞାନକୁ ବିଶ୍ୱ ଅନୁମୋଦିତ କରିଛି। ଏଇ କିଛି ସମୟ ପୂର୍ବରୁ କିଛି କଥା, ମଣିଷ ଭିତରେ ଆଜି ଯୁଦ୍ଧ ଲାଗୁଛି, ଦେଶ ଭିତରେ ଯୁଦ୍ଧ ଲାଗୁଛି। ଇଏ ଓଡ଼ିଶା ମାଟିରେ ଗୋଟେ ଚିଲିକା ହ୍ରଦ ଅଛି, ଆଉ ବି କେତେକ ଜାଗା ଅଛି ଦର୍ଶନୀୟ ସ୍ଥାନ। ସେଠିକୁ ଉଡ଼ିକିରି ଜର୍ମାନ ଠାରୁ ବିଭିନ୍ନ ଦେଶରୁ ପକ୍ଷୀମାନେ ଆସୁଛନ୍ତି। ସେ ପକ୍ଷୀମାନେ ପୁଣି ଗଣନା ହେଉଛନ୍ତି। ଶିକାରୀମାନଙ୍କର ଟିକେ ଅସ୍ତ୍ରାଘାତ ପାଇଲେ ସେ ତା ପର ବର୍ଷକୁ ତାଙ୍କ ସଂଖ୍ୟା କମିଯାଉଛି। ତାହେଲେ ଆକୁ କିଏ ସୃଷ୍ଟି କରିଛି? ଆମେ ତ କହୁଛୁ ମଣିଷ, ଆମେ ଦିବ୍ୟ ଜ୍ଞାନର ଅଧିକାରୀ, କିନ୍ତୁ ସେମାନଙ୍କ ଭିତରେ ଦିବ୍ୟ ଜ୍ଞାନ କେମିତି ଆସିଲା? ରାବଣ ସୀତାଙ୍କୁ ନେଇକିରି ଯାଉଛନ୍ତି, ଜଟାୟୁ ପକ୍ଷୀକି କେମିତି ଜଣାପଲା ସିଏ ରାବଣର ରଥ ଆଗରେ ବାଡ଼େଇ ହେଲା। ନିଜ ଜୀବନକୁ ଉତ୍ସର୍ଗ କରି, ନିଜ ଜୀବନକୁ ବଳି ଦେଇକି ସେ ରାବଣକୁ ମନା କଲା ଯେ ତୁମେ ତାଙ୍କୁ ନେଇକିରି ଯାଅନି। କାହିଁକି ମନା କଲା? ରାବଣ ହେଉଛନ୍ତି ଜଣେ ସୁଯୋଗ୍ୟ ପୁତ୍ର, ସୁଯୋଗ୍ୟ ବ୍ରାହ୍ମଣ, ସୁଯୋଗ୍ୟ ପଣ୍ଡିତ। ଇଏ ରାବଣ ଯଦି ସୀତାଙ୍କୁ ନେଇକିରି ପ୍ରକୃତ ଦଣ୍ଡକାର ଲଙ୍କାକୁ ଚାଲିଯାଏ, ତାପରେ ତାଙ୍କର ଯିଏ ସ୍ୱାମୀ, ଯେ ଅବତାର ପୁରୁଷ, ତାଙ୍କର ଦେବର ଯେ ଅନନ୍ତ ପୁରୁଷ, ସେ ନିଶ୍ଚୟ ଆଙ୍କୁ ଖୋଜିକିରି ଯିବେ।
ଯୁଦ୍ଧ ହେବ, ଗୁଡ଼ାଏ ଲୋକ ମରିବେ, ଗୁଡ଼ାଏ ରାକ୍ଷସ ମରିବେ, ଗୁଡ଼ାଏ ବାନର ମରିବେ, ଗୁଡ଼ାଏ ଭାଲୁ ମରିବେ ଏବଂ ଶେଷରେ ରାବଣ ବି ମରିବ। ତେଣୁ ରାବଣ ଜାଗାରେ ରାବଣ ଥାଉ, ରାମଙ୍କ ଜାଗାରେ ରାମ ରୁହନ୍ତୁ, କାହିଁ ଏତେ ମରାମରି ହେବ? ଗୋଟେ ବିଲକ୍ଷଣଟାକୁ ସେ ଦର୍ଶଉଛି। ସେ ସାଙ୍ଗୁଣା ମାନେ ସେଇ ଟାଇପ୍ର ପକ୍ଷୀ, ସେ ବିଲକ୍ଷଣକୁ ଦର୍ଶଉଛି। ତେଣୁ ପଶୁ ପକ୍ଷୀ ସବୁ ଭିତରେ କିଛି ଜ୍ଞାନ ରହିଛି। ଆପଣ ଦେଖିବେ, ଆପଣମାନେ ଶୁଣିଥିବେ, ଆମର ଅଯୋଧ୍ୟାର ରାମ ମନ୍ଦିର ଯେତେବେଳେ ପ୍ରତିଷ୍ଠା ହେବା ପାଇଁ ଯାଉ, କୁଆଡ଼େ ସେ ପକ୍ଷୀ ଗୁଡ଼ିକ ଥିଲେ ଜଟାୟୁ ପକ୍ଷୀ। ସେ ଜଟାୟୁ ପକ୍ଷୀ ଗୁଡ଼ିକ ମାନେ ତାକୁ ଆଉ ଜଟାୟୁ ବୋଲି ଚିହ୍ନି ପାରିଲେ କି ନାହିଁ, କିନ୍ତୁ ସେ ତ ଗୁଡ଼ାଏ ମାନେ ବହୁତ ହଜାର ହଜାର ସଂଖ୍ୟାରେ ଉଡ଼ିଲେ। ତାଙ୍କୁ କିଏ ନିମନ୍ତ୍ରଣ କରିଥିଲା? ଆମ ଶଙ୍କରାଚାର୍ଯ୍ୟ ହେରିକାଙ୍କୁ ନିମନ୍ତ୍ରଣ ପାଇକିରି ମଧ୍ୟ ସେ ବିରକ୍ତ ହେଲେ ଯେ ଆମେ ଯାଇ ସେଠି କ'ଣ ମାନେ କ'ଣ କରିବୁ? ତେଣୁ ସିଏ ପକ୍ଷୀମାନଙ୍କୁ କିଏ ନିମନ୍ତ୍ରଣ କରିଥିଲା? ପକ୍ଷୀମାନଙ୍କୁ ନିମନ୍ତ୍ରଣ କିଏ କରିଥିଲା? ସେଇ ଯେଉଁ ପକ୍ଷୀ ଭିତରେ ଥିବା ଯେଉଁ ପ୍ରାଣ ପକ୍ଷୀ, ସେଇ ନିମନ୍ତ୍ରଣ କରିଥିଲା। ଆମର ଓଡ଼ିଶାର ଗାରୋଇ ଆଶ୍ରମରେ ଯେତେବେଳେ ଜଗନ୍ନାଥଙ୍କ ମନ୍ଦିରଟି ତୈରି ହେଲା, ସେଠି ମୁଁ ସେ ପକ୍ଷୀଟିକି ଦେଖିଛି। ଗୋଟେ ଲଗାତାର ଭାବରେ ସବୁଦିନେ ଗୋଟେ ପେଚା ଭଳିଆ ଗୋଟେ ପକ୍ଷୀ ଆସିଲା, ତାର ଏଡ଼େ ଆଖି, ତାକୁ ପେଚା କହିହେବନି କି ପେଚା କ'ଣ, ତାକୁ କେଉଁ ପକ୍ଷୀ ତାକୁ କିଛି କେହି ଚିହ୍ନି ପାରିଲେନି। ଶେଷରେ ସେ ତାର ଯେତେ ଦିନ ରହିବା କଥା ରହି ସେ ତାର ଉଡ଼ିକି ଚାଲିଗଲା। ତେଣୁ ଏଇସବୁ ଜିନିଷକୁ ଜଣାପଡ଼ୁଛି ଏ ସଂସାରର ଜଣେ କେହି ସର୍ବଶକ୍ତିମାନ, ସିଏ ହେଉଛନ୍ତି ଦୁନିଆର ପାଳକ, କର୍ଣ୍ଣଧାର। ଆମେ ତାକୁ ଠିକ୍ ଭାବରେ ବୁଝିପାରୁନୁ, ଅଯଥାରେ ସମୟ ଗୁଡ଼ିକ ନଷ୍ଟ କରୁଛୁ। ମୁଁ ନିଜକୁ ମଧ୍ୟ ଭାବୁଛି, ମୁଁ ବି ଅନେକ ସମୟ ନଷ୍ଟ କରିଛି, ଅନେକ ସମୟର ମୂଲ୍ୟ ବୁଝିପାରିନି। ଏବେ ବୁଝିଲା ବେଳକୁ ଶରୀର ଦୁର୍ବଳ ଲାଗୁଛି। ତଥାପି ଏଇ ଦୁର୍ବଳ ଶରୀରରେ ମଧ୍ୟ ମୋତେ ପୁଣି ଯୁବକ ଭଳି କାମ କରିବାକୁ ହେବ। ଜୀବନର ଯେଉଁ ଲକ୍ଷ୍ୟ ରହିଛି, ସେ ଲକ୍ଷ୍ୟ ପୂର୍ଣ୍ଣ ହେବା ପାଇଁ ଆମକୁ ପୁଣି ସଚେତନ ହେବା ପାଇଁ ପଡ଼ିବ। ଆଜିର କଥା, ଏଇ ସାଧାରଣତନ୍ତ୍ର ଦିବସ, ଭାରତବର୍ଷରେ ଆଜି ପତାକା ଉଡ଼ୁଛି। ସେ ପତାକାର ଯାହା ଅର୍ଥ ଥାଉ, ମୋ ପାଇଁ କର୍ମ ଜ୍ଞାନ ଭକ୍ତିର ପ୍ରତୀକ। ସେଇ ତ୍ରିରଙ୍ଗା ପତାକାକୁ ମାନେ ପ୍ରଣାମ ଜଣାଇ, ଭାରତ ମାତାକୁ ପ୍ରଣାମ ଜଣାଇ, ଧରିତ୍ରୀ ମାତାକୁ ପ୍ରଣାମ ଜଣାଇ ମୋର କଥାକୁ ଏଇଠି ରଖୁଛି। ଜୟ ହିନ୍ଦ, ବନ୍ଦେ ମାତରମ୍। ପ୍ରଭୁଙ୍କର ନାମ ନେବା ଚାଲିଲା, ଆମେ କାହିଁକି ଅଯଥା ପରଚର୍ଚ୍ଚା ପରାଲୋଚନା କରିବା? ତେଣୁ ପ୍ରିୟ ସଜ୍ଜନ, ଚକେଇ ଦାସଙ୍କ ପାଖକୁ ଦିଟା ଅଳ୍ପ ବୟସର ବାଳକ ଆସିକି ପହଞ୍ଚିଗଲେ, କହିଲେ ଯେ ଆମେ ଆପଣଙ୍କ ଠାରୁ ପାନ ଖାଇବୁ। କିନ୍ତୁ ଗୋଟିଏ କଥା, ପାନରେ ଚୂନ ଲାଗିବନି, ଆମେ ଛୋଟ ପିଲା, ଆମ ପାଟି ଖାଇଯିବ। ଖାଲି ଟିକେ ଗୁଆ ଟିକେ ଆଉ କ'ଣ ଟିକେ ପକେଇଦବ, ଆମେ ଖାଇବୁ। ଆଉ ଖାଇ ପାନ ଭାଙ୍ଗିଦେଲେ, ଚକେଇ ଦାସ ପାନ ଭାଙ୍ଗି ଦେଇଦେଲେ। ପାନ ଖାଇଲେ, ପଇସା କଥା ଯେତେବେଳେ ମାଗିଲେ, ସେ କହୁଛନ୍ତି ଆମ କତିରେ କ'ଣ ଅଛି? କିଛି ନାହିଁ, ଦେବା ପାଇଁ କିଛି ନାହିଁ, କାଲି ଆମେ ନେବୁ। ଏମିତି କାଲି କାଲି କହି 4-5 ଦିନ ଖାଇଲା ପରେ କହିଲେ ଭଲ କଥା ହେଲା, ଇଏ ତମେ 2 ଜଣ ପିଲା ଆସି ଖାଇ ଦେଉଛ, ପଇସା ତ ଦେଉନ, ତେଣୁ ତମକୁ ପଇସା ଆଜି ଦେବା ପାଇଁ ପଡ଼ିବ। ଏଇ ସମୟରେ ସେଇ 2 ଜଣ ବାଳକ ତାଙ୍କ କାନ୍ଧରେ ଯେଉଁ ଉତ୍ତରୀୟ ପଡ଼ିଥିଲା, ସେ ଉତ୍ତରୀୟଟା ଦେଲେ। କହିଲେ ଏଇ ଉତ୍ତରୀୟଟା ତମେ ନିଅ, ଏଇ ଉତ୍ତରୀୟଟା ନେଲେ ଆମ ବାପା ଆସିବେ କିଛି ସମୟ ପରେ। ବାପା ଆମର ବାପା ଭଳି, ଯେତେବେଳେ ସେ ଯାଉଥିବେ
हस्ती उपरे बसी गज उपरे बसिक जाऊे आगे सैन्य सामंत थे बड़ पटुआर सहित जाऊे सी हूँ आमर बापा आपण तांकू पैसा देवे ए गामुछा को देखई देवे कहले ठीक अच्छे ये दुई बालक पलि आसिले ये दुई बालक जिते बेले पलि आसिले ठीक किसी समय पर राजा आसिकी पहुँचले सेठी समस्ते आनंद रे कहते जय जगन्नाथ कहते कौन कहते कौन कहते कौन कहते कौन कहते प्रेम आनंद रे कही कही जाऊ आसिकी पहुंची गले राजा आगे आगे एवं ये जनकर चकेई दास कौन कर रखी कांध गामुछा खंडक नहीं कि पहुंची गले राजा पाखरे कहले महाराज आपणकर पुआ आसी देई गोटे गामुछा एईटा आपण नियंतु आपण मो अर्थ दियंतु महाराज जो देखिले गामुछा को बासना आसिला आपण देखिबे प्रभुंकर प्रसाद प्रभुंकर वस्त्र आपण निज घरे मध्य थिबा ठाकुरंग घर को जांदो आपण देखि केमिति गोटे बासना आसीबो से जानी पारिले कहले तमे को कोड पाइलो मु पाइली परा जगन्नाथंकर आगरे सिंहद्वार आगरे गोटे पान दुकान देइछि प्रतिदिन आसंती पान खाई जाती खाली पान खाई जाती ता नुह भल भल मिठा मिठा कथा कहती देखिबा पाई मध्य सुंदर आउ सी पहुँचिकी मु तांको कहली पैसा कौन दबनी कि सी मत गामुछाटा को देले परा कहले आम बापा जी सी बड़ पटुआर आसुथिबे राजा धरी दे की आखि मुझिकी प्रभु को भावुंती हे कृष्ण करुणा सिंधु दीन बंधु जगतपते गोपेश गोपिका कंत राधा कंत नमोस्तुते से गोपी मानंग सहित जाइकी लीला करुथिले सेही कृष्ण जे गोपी मानंग सहित लीला करुथिले जो गोपी मानंग पाखरे ना थिला धन ना थिला रत्न ना थिला रूप थिला केवल गोटे बड़ हृदय हे अर्जुन तमे जदि मते धरिबा को चाहुच मते हाथ रे तमे धरि परिबो नाही हृदय सर्जुन तिष्ठति तमे मते हृदय रे धर मु तम हृदय भीतर अछि सब सेते बेले जो हृदय भीतर शिव चाली जगन्नाथंकर भक्त जगन्नाथंकर राजा देखी कि खुशी हो गले एवं कहउछन तमे केते बड़ भाग्यवान से दुई जन बालक आउ के नियंती होउछन जगन्नाथ बलदेवंकर वस्त्र ये तमको ही देकी जाइछन्ती राजा को आगरे चकीदास हाथ जोड़ी देले कहउछन मो प्रभु केते भावुक केते बड़ प्रेमिक बिना भावरे तांकु केही धरि पाइबे ना साधारणतंत्र दिवस आम भारत वर्ष में पालन होउछि विश्व या को देखुछि तेबे साधारणतंत्र माने आजि थारु प्रकृत रे साधारण लोकमानक द्वारा आईन प्रणयन है भारत वर्षर संविधान कार्यकारी है अगस्ट 15 दिन से माने
ଇଂରେଜ ଡିକ୍ଲେୟାର କରିଥିଲେ ଯେ ଆମେ ଭାରତକୁ ଛାଡ଼ିବୁ, କିନ୍ତୁ ସାଧାରଣତନ୍ତ୍ର ଦିବସରେ ଆଜି ହେଉଛି ପ୍ରକୃତ ଦିନ, ଯେଉଁ ଦିନରେ ସେ ପ୍ରକୃତ ଦେଶକୁ ଆମକୁ ସମର୍ପିତ କରି ସ୍ୱଦେଶକୁ ଫେରିଗଲେ। ତେବେ ସାଧାରଣ ଲୋକମାନଙ୍କୁ ସମ୍ମାନ ଦେବା, ସାଧାରଣ ଲୋକଙ୍କ କଥା ବୁଝିବା, ସେ ପ୍ରକୃତରେ ଆମ ଦେଶରେ ଚାଲିଛି କି ନା ତାକୁ ମଧ୍ୟ ଅନୁସନ୍ଧାନ କଲେ ଜଣାପଡ଼ିବ। ଅନେକ ମଧ୍ୟ ଅନୁସନ୍ଧାନ କରିଛନ୍ତି ଏବଂ ଜାଣିପାରିଛନ୍ତି। ତା ନହେଲେ ଜନ ଅସନ୍ତୋଷ ଏତେ ପ୍ରବଳ ମାତ୍ରାରେ ବଢ଼ନ୍ତାନି। ତେଣୁ ସାଧାରଣ ଲୋକ ବୁଲିବେ, ପିନ୍ଧିବେ, ଖାଇବେ, କଥା କହିବାର ଅଧିକାର ପାଇବେ, ସବୁଥିରେ ସେମାନଙ୍କର ସ୍ଥାନ ରହିବ। ଇଏ କଥାଟା ହେଉଛି ସାଧାରଣତନ୍ତ୍ର ଦିବସର ଏକ ମହାନୁଭବ କଥା। କେବଳ ରାଜା କହିବେ, ମନ୍ତ୍ରୀ କହିବେ, ସେନାପତି କହିବେ, କୋଟୱାଲ କହିବେ, ଏ କଥା ନୁହେଁ। କହିବେ ସାଧାରଣତନ୍ତ୍ର। ତେଣୁ ଆଜି ସେହି ପବିତ୍ର ସାଧାରଣତନ୍ତ୍ର ଦିବସରେ ବଳିଆ ଜଣେ ସାଧାରଣ ଲୋକ ହିସାବରେ ମୋର ପ୍ରିୟ ସାଧାରଣ ଜନତାମାନଙ୍କୁ ନମସ୍କାର କରିବା ସହିତ ସମସ୍ତଙ୍କର ଶୁଭକାମନା କରୁ। ସର୍ବେ ଭବନ୍ତୁ ସୁଖୀ।